ଅଲ୍ ଜବ୍ ନୋଟିଫିକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଆପଣଙ୍କୁ ସ୍ୱାଗତ। ଏଇ ଯେଉଁ ଆପଣଙ୍କର ଏସ୍ଏସ୍‌ସି ଜିଡିରେ ଯେଉଁ ରିକ୍ରୁଟମେଣ୍ଟ ଥିଲା ସେଥିରେ ଆପଣଙ୍କର ଏକ୍ଜାମ୍ ଡେଟ୍ ଆସିଯାଇଛି। ତ ଯେଉଁମାନଙ୍କର ଏକ୍ଜାମ୍ ମଧ୍ୟ ରହୁଛି ସେମାନଙ୍କର ଆଡମିଟ୍ କାର୍ଡ଼ କିଭଳି ଭାବରେ ଡାଉନଲୋଡ୍ କରିବେ ଜାଣିନାହାନ୍ତି। ତ କିଭଳି ଭାବରେ ଆପଣଙ୍କର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବେ, ଆପଣଙ୍କର ଘରେ ବସି କିଭଳି ଭାବରେ ଆପଣଙ୍କର ଡାଉନଲୋଡ୍ କରିବେ ଆଡମିଟ୍ କାର୍ଡ଼, ସେଇ ଡିଟେଲ୍ସ ଆପଣମାନେ ଏଇ ଭିଡ଼ିଓରେ ଜାଣିପାରିବେ। ତ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ରହିବେ। ଭିଡ଼ିଓକୁ ଜମାରୁ ସ୍କିପ୍ କରିବେନି। ଷ୍ଟେପ୍ ବାଇ ଷ୍ଟେପ୍ କିଭଳି ଭାବରେ ଆପଣ ଡାଉନଲୋଡ୍ କରିବେ ଡିଟେଲ୍ସରେ ଆପଣଙ୍କୁ ଜଣେଇବି। ଠିକ୍ ଅଛି। ଆପଣଙ୍କର ଗୁଗଲରେ ଗଲା ପରେ ଆପଣଙ୍କର ଦେଖନ୍ତୁ, ଗୁଗଲରେ ଗଲା ପରେ ଆପଣଙ୍କର ଏସ୍ଏସ୍‌ସି ମାରିଦେବେ। ଏସ୍ଏସ୍‌ସି ମାରିଲା ପରେ ଆପଣଙ୍କର ମେନ୍ ୱେବସାଇଟ୍ ଆସିଯିବ। ଏଇ ଯେଉଁ ମେନ୍ ୱେବସାଇଟ୍‌ରେ ଆପଣମାନେ ମେନ୍ ୱେବସାଇଟ୍‌ରେ ସିମ୍ପଲି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କର ମେନ୍ ୱେବସାଇଟ୍ ଆସିଗଲା ପରେ ଆପଣଙ୍କର ଏଇଠି ଦେଖନ୍ତୁ ଆପଣଙ୍କର ମେନ୍ ୱେବସାଇଟ୍ ଆସିଗଲା। ଏଇ ମେନ୍ ୱେବସାଇଟ୍‌ରେ ଆପଣମାନେ କ'ଣ କରିବେ ନା ଆପଣଙ୍କର ମେନ୍ ୱେବସାଇଟ୍‌ରେ ଆପଣଙ୍କର ଲଗ୍ଇନ୍ ଆଇଡିରେ କ୍ଲିକ୍ କରିବେ। ଠିକ୍ ଅଛି। ଏଇ ଯେଉଁ ଲଗ୍ଇନ୍ ଆଇଡିରେ କ୍ଲିକ୍ କଲା ପରେ ଆପଣଙ୍କର ଆଇଡି ଆଉ ପାସୱାର୍ଡ଼, ତାପରେ ଏଇଠି ଆପଣଙ୍କର କ୍ୟାପଚା କୋଡ୍ ଦେଇଥିବ। ଏଇ ଯେଉଁ କ୍ୟାପଚା କୋଡ୍‌ରେ ଆପଣମାନେ ସିମ୍ପଲି କ୍ଲିକ୍ ଏଇ ଯେଉଁ କ୍ୟାପଚା କୋଡ୍ କ'ଣ ଦେବେ, ଏଇ ଯେଉଁ ଏଇଠି ଆପଣଙ୍କର କ୍ୟାପଚା କୋଡ୍ ଦେଇଛି, ସେଇ କ୍ୟାପଚା କୋଡ୍‌ଟା ଏଇଠି ଫିଲ୍ଅପ୍ କରିବେ। ଠିକ୍ ଅଛି। ଏଇ ଯେଉଁ ଏଇଠି ଫିଲ୍ଅପ୍ କରିଦେଲା ପରେ ଆପଣଙ୍କର ଆଇଡି ପାସୱାର୍ଡ଼ ମୁଁ ଆପଣଙ୍କୁ ଫିଲ୍ଅପ୍ କରିକି ଦେଖେଇବି। ଦେଖନ୍ତୁ ମୁଁ ଆଇଡି ପାସୱାର୍ଡ଼ ଦେଇଥିଲି। ଆଇଡି ପାସୱାର୍ଡ଼ ଦେଇଦେଲା ପରେ ଆପଣଙ୍କର ଆଇଡି ପାସୱାର୍ଡ଼ ଦେଇଦେବେ, କ୍ୟାପଚା ମଧ୍ୟ ଦେଇଦେଇଛି। ତ କ୍ୟାପଚା ଦେଇଦେଲା ପରେ ଆପଣଙ୍କର ଏଇଠି କ୍ଲିକ୍ କରିବେ, ଲଗ୍ଇନ୍‌ରେ କ୍ଲିକ୍ କରିବେ। ଠିକ୍ ଅଛି। ଲଗ୍ଇନ୍‌ରେ କ୍ଲିକ୍ କଲା ପରେ ଆପଣଙ୍କର ସେ ମେନ୍ ୱେବସାଇଟ୍ ଆସିଯିବ। ଏ ମେନ୍ ୱେବସାଇଟ୍ ଆସିଲା ପରେ ଆପଣଙ୍କର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବା ପାଇଁ ଅଛି। ତ ଆପଣଙ୍କର ଏସବୁ ଦେଖିବାର କିଛି ନାହିଁ। ତ ଆପଣଙ୍କର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବା ପାଇଁ ଅଛି। ଏଇ ଯେଉଁ ଆଡମିଟ୍ କାର୍ଡ଼ ଦେଖେଇଛି ଆପଣଙ୍କର ଏଇଠି ଆପଣଙ୍କର ଦେଖିବେ ହୋମ୍ ନୋଟିସ୍ ଆପ୍ଲିକେସନ୍ ଆଡମିଟ୍ କାର୍ଡ଼ ଆନ୍ସର କି ରେଜଲ୍ଟ, ଆପଣ ଏଇଠି ବି ମଧ୍ୟ ଆପଣ ରେଜଲ୍ଟ ଦେଖିପାରିବେ। ଠିକ୍ ଅଛି। ଆପଣଙ୍କର ଏଇଠି ଆପଣଙ୍କର ଦେଇଛି ଆପଣଙ୍କର ଆଡମିଟ୍ କାର୍ଡ଼। ଠିକ୍ ଅଛି। ଆଡମିଟ୍ କାର୍ଡ଼ରେ କ୍ଲିକ୍ କରିବେ। ଆଡମିଟ୍ କାର୍ଡ଼ରେ କ୍ଲିକ୍ କଲା ପରେ ଆପଣଙ୍କର ସିମ୍ପଲି ଆପଣଙ୍କର ଏଇ ଯେଉଁ ଆସିଯିବ ଆପଣଙ୍କର ଆଡମିଟ୍ କାର୍ଡ଼ ଲିଙ୍କ୍ ଆସିଯିବ। ଏଇ ଯେଉଁ ଆପଣଙ୍କର କୋଉ କୋଉ ଷ୍ଟେଟ୍ ରହିଥିବେ, ଅଲଗା ଅଲଗା ଷ୍ଟେଟ୍‌ରେ ଆପଣଙ୍କର ଆଡମିଟ୍ କାର୍ଡ଼ ଆସିଯାଇଛି। ତ ଆପଣଙ୍କର କୋଉ ଷ୍ଟେଟ୍ ରହିଥିବେ ସେଇ ଆପଣଙ୍କର ସେଇ ଷ୍ଟେଟ୍‌ରେ ଆପଣ ସେ ଆଡମିଟ୍ କାର୍ଡ଼ଟି ଡାଉନଲୋଡ୍ କରିବେ। ସେଇ ଲିଙ୍କ୍‌ରେ ହିଁ କ୍ଲିକ୍ କରିକି ଆପଣ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବେ। ଠିକ୍ ଅଛି। ସିମ୍ପଲି ଏଇଟା ଆପଣଙ୍କର ଓଡ଼ିଶାରେ ହେଇଛି। ଆପଣଙ୍କର ଓଡ଼ିଶାର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବେ। ଆପଣଙ୍କର ଫାଷ୍ଟ ଯୋଉଠି ରହିଥିବ ଲିଙ୍କ୍, ସେଇ ଲିଙ୍କ୍‌ରେ ଆପଣ କ୍ଲିକ୍ କରିକି ଆପଣଙ୍କର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବେ। ଠିକ୍ ଅଛି। ଯେଉଁମାନେ ଓଡ଼ିଶାରେ ରହିଥିବେ ସେମାନେ କ୍ଲିକ୍ କରିକି ଆପଣଙ୍କର ମେନ୍ ୱେବସାଇଟ୍ ଯାଇକି ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବେ। ଠିକ୍ ଅଛି। ଦେଖନ୍ତୁ ଆପଣଙ୍କର ଏଇଠି ଆସିଯିବେ। ଏଠି ଆପଣଙ୍କର କ'ଣ ଅଛି ନା ଆପଣଙ୍କର ଏଇଠି ଯେଉଁ ଆପଣଙ୍କର ରହିଛି ଆପଣଙ୍କର ଡେସ୍କଟପ୍ ସାଇଜ୍ କରିଦେବେ। ଠିକ୍ ଅଛି। ଡେସ୍କଟପ୍ ସାଇଜ୍ କଲା ପରେ ଆପଣଙ୍କର ଏଇଠି ଆସିଯିବ। ଡେସ୍କଟପ୍ ସାଇଜ୍ କଲା ପରେ ଆପଣଙ୍କର ଏଇଠି ଆସିଯିବ। ଦେଖନ୍ତୁ ଆପଣଙ୍କର ଡାଉନଲୋଡ୍ ଇ ଆଡମିଟ୍ କାର୍ଡ଼, ଆପଣଙ୍କର ଏଇଠି ରହିଛି ଆପଣଙ୍କର ଆଡମିଟ୍ କାର୍ଡ଼ ରହିଛି। ଦେଖନ୍ତୁ ଡାଉନଲୋଡ୍ ଆଡମିଟ୍ କାର୍ଡ଼ କନଷ୍ଟେବଳ ଜିଡି ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ରହିଛି ଆସାମ ରାଇଫଲ ଆଡମିଟ୍ କାର୍ଡ଼ ଏକ୍ଜାମିନେସନ୍ ଡେଟ୍ ଆପଣଙ୍କର ଆସିଯାଇଛି। ତ ଆପଣଙ୍କର ଏଇଠି କ'ଣ କରିବେ ନା ଆପଣଙ୍କର ଏଇଠି ଆପଣଙ୍କର କ୍ଲିକ୍ କରିଦେବେ। ଠିକ୍ ଅଛି। ନହେଲେ ଆପଣଙ୍କର ଏଇଠି ରହିଛି ଆପଣଙ୍କର ଏଇଠି ଆପଣଙ୍କର ଆଡମିଟ୍ କାର୍ଡ଼ରେ କ୍ଲିକ୍ କରିବେ। ଆଡମିଟ୍ କାର୍ଡ଼ କ୍ଲିକ୍ କରିବା ପରେ କ'ଣ କରିବେ ନା ଆପଣଙ୍କର କନଷ୍ଟେବଳ ଜିଡି ରହିଛି। ଏଇ ଯେଉଁ କନଷ୍ଟେବଳ ଜିଡିରେ ଆପଣ କ୍ଲିକ୍ କରିବେ। ତ ଆପଣଙ୍କର ସେଠି କିଛି କ୍ଲିକ୍ କରିବାର ନାହିଁ। ତ ଆପଣଙ୍କର ଏଇଠି ସିମ୍ପଲି କ୍ଲିକ୍ କରିଦେବେ। ଠିକ୍ ଅଛି। ଏଇଠି ସିମ୍ପଲି କ୍ଲିକ୍ କରିଦେଲା ପରେ ଆପଣଙ୍କର ଏଇ ଯେଉଁ ଆପଣଙ୍କର ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବା ପାଇଁ ଆସିଯିବ। ତ ଆପଣଙ୍କର ଏଇଠି କ'ଣ କରିବେ ନା ଆପଣଙ୍କର ଏଠି ଆପଣଙ୍କର ରେଜିଷ୍ଟ୍ରେସନ୍ ନମ୍ବର, ତାପରେ ଆପଣଙ୍କର ଏଇଠି ଦେଇଦେବେ ଆପଣଙ୍କର ନାଁ ଦେବେ, ତାପରେ ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଦେବେ। ଡେଟ୍ ଅଫ୍ ବାର୍ଥ ଦେଲା ପରେ ଆପଣଙ୍କର ଏଇ ଯେଉଁ ମ୍ୟାଥ୍ ରହିଛି ଆପଣଙ୍କର ମ୍ୟାଥ୍ ସଲ୍ଭ କରିକି ଆପଣ ଏଇଠି ଫିଲ୍ଅପ୍ କରିଦେବେ। ମ୍ୟାଥ୍ ଫିଲ୍ଅପ୍ କରିକି ମୁଁ ଆପଣଙ୍କୁ ଦେଖେଇବି, ଆଡମିଟ୍ କାର୍ଡ଼ ମଧ୍ୟ ଡାଉନଲୋଡ୍ କରିକି ଦେଖେଇବି। ତ ଷ୍ଟେପ୍ ବାଇ ଷ୍ଟେପ୍ ଦେଖନ୍ତୁ, ନହେଲେ ଜାଣିପାରିବେନି। ଠିକ୍ ଅଛି। ଦେଖନ୍ତୁ ମୁଁ ଆଡମିଟ୍ କାର୍ଡ଼ର ରେଜିଷ୍ଟ୍ରେସନ୍ ନମ୍ବର, ତାପରେ ତା ନାଁଟି ଦେଇଦେଲି। ନାଁଟି ଦେଲା ପରେ ଆପଣଙ୍କର ଏଇଠି ଡେଟ୍ ଅଫ୍ ବାର୍ଥ ଦେଇଦେଲେ। ଡେଟ୍ ଅଫ୍ ବାର୍ଥ ଦେଲା ପରେ ଆପଣଙ୍କର ଏଇଠି କ୍ୟାପଚା ଫିଲ୍ଅପ୍ କରିଦେଲି। କ୍ୟାପଚା ଫିଲ୍ଅପ୍ କରିଦେଲା ପରେ ଆପଣଙ୍କର ଏଇଠି ରହିଛି ଆପଣଙ୍କର ନେକ୍ସଟ ରହିଛି। ଏଇ ନେକ୍ସଟରେ ଆପଣମାନେ କ୍ଲିକ୍ କରିଦେବେ। ନେକ୍ସଟରେ କ୍ଲିକ୍ କଲା ପରେ ଆପଣଙ୍କର ଆସିଯିବ ଆପଣଙ୍କର ଆଡମିଟ୍ କାର୍ଡ଼ ଆପଣଙ୍କର ଆସିଯିବ। ଦେଖନ୍ତୁ ଆପଣଙ୍କର ଏଭଳି ଭାବରେ ଆସିଯିବ। ଆସିଗଲା ପରେ ଆପଣଙ୍କର କ'ଣ କରିବେ ନା ଆପଣଙ୍କର ଆସିଗଲା ପରେ ଆପଣଙ୍କର ଏଇଠି ଦେଖନ୍ତୁ ଆପଣଙ୍କର ଏଇଠି ଓକେ ଦେଖେଇବ। ଓକେ ଦେଖିଲା ପରେ ଆପଣଙ୍କର ଏଇଠି ଓକେ କରିଦେବେ। ଏଠି ଓକେ ମାରିଲା ପରେ ଆପଣଙ୍କର ଆସିଯିବ ଆପଣଙ୍କର ଆଡମିଟ୍ କାର୍ଡ଼ ଆସିଯିବ। ଆପଣଙ୍କର ଏଇଠି ଯେଉଁ ଆଡମିଟ୍ କାର୍ଡ଼ ଆସିଗଲା ପରେ ଆପଣଙ୍କର ଏଇଠି ଦେଖାଉଥିବ ଆପଣଙ୍କର ଆପ୍ଲିକେସନ୍ ନେମ୍ ଦେଖାଉଥିବ। ତାପରେ ଆପଣଙ୍କର ଏଇଠି ଏକ୍ଜାମ୍ ଡେଟ୍ ଦେଖାଉଥିବ, ଆପଣ କେବେ ଏକ୍ଜାମ୍ ରହୁଛି। ଆପଣଙ୍କର 29 ଫେବୃଆରୀ ରହୁଛି ୟାର ଏକ୍ଜାମ୍। ତ ଆପଣଙ୍କର 29 ଫେବୃଆରୀ ରହୁଛି। ଆପଣଙ୍କର କୋଉଠି ରହୁଛି ଆପଣଙ୍କର ଏକ୍ଜାମ୍ କୋଉଠି ରହୁଛି, ଭୁବନେଶ୍ୱରରେ ସିଟି ରହୁଛି, ଏକ୍ଜାମ୍ ସିଟି ରହୁଛି। ତ ଦେଖନ୍ତୁ ଆପଣଙ୍କର ଏକ୍ଜାମ୍ ସିଟିରେ କ'ଣ କରିବେ ନା ଆପଣଙ୍କର ଏଇ ଯେଉଁ ଆଡମିଟ୍ କାର୍ଡ଼ ନମ୍ବର ରହିଛି
एडमिट कार्ड नंबर रे आपण माने क्लिक करिवे ठीक अछि ए जो एडमिट कार्ड नंबर रे आपण क्लिक करिवे तो आपण एडी जो आसीगला आपणकर रहिछि एडमिट कार्ड आसीछि आपणकर एडमिट कार्ड रोल नंबर आसीछि एटा आपणकर केवल रोल नंबर आसीछि देखंतु आपणकर आर रहिछि आपणकर 29 फेब्रुआरी रे आपणकर एग्जाम आर रहिछि तो 29 फेब्रुआरी रे एग्जाम टी रहिछि जेहेतु आपणकर डेट रहिछि आउरी आगुकू तो आपणकर एडमिट कार्ड केबे डाउनलोड करि परबे ना आपणकर जदि 5 दिन 4 दिन रहउछि ताहले आपणकर एग्जाम जदि आपणकर 5 दिन रहउछि ताहले आपणकर एडमिट कार्ड 5 दिन पूर्व ही डाउनलोड कर पारे ठीक अछि आर जेहेतु आपणकर 9-10 दिन रहिछि तो 9-10 दिन भितरे आपणकर एडमिट कार्ड डाउनलोड करिया पय शो करबो ना ठीक अछि तो आपणकर केवल देखि पारबे आपणकर को जगह रे आपणकर एडमिट कार्ड आपणकर एग्जाम सेंटर रहिछि को जगह रे आपणकर एग्जाम सेंटर एटा आपणकर भुवनेश्वर रहिछि एग्जाम सेंटर तो आपणकर देखंतु आपणकर जेतबे एडमिट कार्ड आसीजबो एडमिट कार्ड आसला पर आपणकर एठी क्लिक कर देबे ठीक अछि एठी क्लिक कला पर ए जो रोल नंबर क्लिक कला पर ए जो रोल नंबर क्लिक करेंगे रोल नंबर क्लिक कला आपंकर एडमिट कार्ड पलि आसो तो पलि आसला आपण मैंने एडमिट कार्ड डाउनलोड करेंगे निजे पीडीएफ रे डाउनलोड करेंगे ठीक अच्छे एबे आरी किसी आपंकर आसीनी आरी एडमिट कार्ड आसीनी तो आहरी 9 दिन अच्छी तो आज 20 तारीख आहरी आपंकर 9 दिन रही ठीक अच्छे 9 दिन रही आपंकर 4 दिन पर आपंकर एडमिट कार्ड आसो तो मुझे आपको पोस्ट कर देछि वीडियो डाउनलोड करके देखी तो जो मैंने देखी नथिबे मो वीडियो रो डिस्क्रिप्शन रे लिंक रे दे देबी लिंक दे देबी तो जाईकी सेटा देखि परिबो ठीक अछि तो ये थिला वीडियो आपण मानक पई जदी वीडियो हेल्पफुल लागिथिबो ताले वीडियो को लाइक कर देबे चैनल को सब्सक्राइब कर नथिले चैनल को सब्सक्राइब कर देकी ऑल नोटिफिकेशन ऑन कर देबे आ संग साथी मानक सहित शेयर करबे जो मैंने एडमिट कार्ड डाउनलोड कर पानांती से मानक पक्को ए वीडियो पठे देबे शेयर करबे तो वीडियो को एडिट से करछु जय हिंद वंदे मातरम।